ଏମିତି ଖାଇବା ହେଇଛି ଇଏ କଣ ପାମ୍ପଡ଼ ନା କଣ ଏଇଟା? ଏଇଟା ହେଇଛି ଆଜି ଏକାଦଶୀ ତ ଏଣେ ଶୀତ ଦିନ କେହି ଭାତ ଖାଇବାକୁ ଭଲ ପାଉନାହାନ୍ତି। ଆଜି ପୁରୀ ମସଲା ପୁରୀ ବନା ହେଇଛି। ମସଲା ପୁରୀ କେମିତି କଣ? ପୁରୀ ତ ଜାଣିଛି, ମସଲା ପୁରୀ କେମିତି? ମସଲା ପୁରୀ ଅଟା ଆଉ ମଇଦା ଅଳ୍ପ 2 ଚାମଚ ଖଣ୍ଡେ ସୁଜି ପକେଇକି ତା ଦେହରେ ଆମର ଟିକେ ଗୋଲମରିଚ ଗୁଣ୍ଡ, ଟିକେ ଜୁଆଣି, ଟିକେ କଳା ଜିରା ଆଉ ମେଥି ପତ୍ର ଆକୁ ପକେଇ ସ୍ୱାଦ ଅନୁଯାୟୀ ଲୁଣ ପକେଇକି ତାକୁ ସବୁ ରିଫାଇନ୍ ଦେଇକି ଟିକେ ଚକଟି ଦେବା, ହାତ ଟିକେ ଘଷିଦେବା, ତାପରେ ତାକୁ ଚକଟି ଦେବା ଯେମିତି ପୁରୀ ଅଟା ଆମର ଚକଟା ହୁଏ ସେମିତି ଚକଟି ଦେବା। ଟିକେ ଅଟା ପାଗଟା ଟିକେ ଟାଣ ରଖିବା, ତାପରେ ତାକୁ ଗୋଲ ଗୋଲ କରି ବେଲି ଦେବା, ତାପରେ ତ ତେଲରେ ଛାଣିଦେବା, ହେଇଗଲା ଆମର। ତାହେଲେ ଏଇଟା ତାକୁ ମସଲା ପୁରୀ କହନ୍ତି। ସେଇଥିପାଇଁ କଳା ଦାଗ ସବୁ ଅଛି କି? ହଁ, ୟା ଦେହରେ ଜୁଆଣି ଦିଆହେଇଛି ନା, ଜୁଆଣି ଦିଆହେଇଛି, ମେଥି ପତ୍ର ଦିଆହେଇଛି, ଗୋଲମରିଚ ଗୁଣ୍ଡ ଆଉ କଳା ଜିରା ଟିକେ ଦିଆହେଇଛି। ଦୀପ ଲଞ୍ଚ ଟାଇମରେ କଣ ପୁରୀ? ଆଜି ଏକାଦଶୀ ବା, ଆଉ ପୁଅକୁ ବି ଥଣ୍ଡା, ଦେହ ଭଲ ନାହିଁ ତାର, ସେଥିପାଇଁ ଏଇଆ ହେଇଛି ଆଉ। ମଟର ତରକାରୀ ହେଇଛି, ଫୁଲକୋବି ଆଳୁ ଭଜା ହେଇଛି, ପୁରୀ ହେଇଛି। ଆଜିର ଆଇଟମ ଏଇଆ ହେଇଛି। ଯଦି ଆପଣମାନେ ଘରେ ବନେଇକି ଖାଇବାକୁ ଚାହୁଁଛନ୍ତି ତ ଏଇସବୁ ପ୍ରଣାଳୀ ପକେଇକି ମସଲା ପୁରୀ ବନାନ୍ତୁ, ଆଉ ଖାଇକି କହିବେ କେମିତି ଲାଗୁଛି। ବହୁତ ଟେଷ୍ଟ ଲାଗିବ। ରହୁଛି, ଜୟ ଜଗନ୍ନାଥ, ଲଭ୍ ୟୁ ଅଲ୍।